ସବୁ ଲଗେଇକୁ ପଛରେ ରଖି ୟାକୁ ଆଗ ଖାଇନେବେ, ପିଲାମାନେ ମାଗି ମାଗି ଖାଇବେ। ନମସ୍କାର, କୁକ୍ ୱିଥ୍ ମୋଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆଜି ଏଇ କଦଳୀକୁ ଏମିତି ବନେଇବା କେତେବେଳେ ଭାତ ସରିଯିବ ଯେ ଜଣାପଡ଼ିବନି, ଡବଲ ଭାତ ଖାଇଦେବେ। ତ ତେଣୁ ଆମେ ଆକୁ କେମିତି ପ୍ରସ୍ତୁତ କରୁଛେ ଚାଲନ୍ତୁ ଦେଖିବା। ତ ମୁଁ ଏଇଠି ନେଇଛି 4ଟି କଦଳୀ, ତାର ଏପଟ ସେପଟ କାଟିକି ତାକୁ କ'ଣ କରିବା, ନେଇକି ପ୍ରେସରରେ ପାଣି ଦେଇକି ବସେଇବା ଗ୍ୟାସ୍ରେ। ପାଣି ପୁରା କମ୍ ଦେବା, ଯେମିତି କଦଳୀ ଟିକେ ବୁଡ଼ୁଥିବ ସେଇଭଳି ପାଣି ଦେବା, ବେଶୀ ପାଣି ଦେବାନି। ଭିଡ଼ିଓକୁ ଫୁଲ୍ ୱାଚ୍ କରିବାକୁ ଅନୁରୋଧ ରହିଲା, ଯାହାଫଳରେ କି ଯାହା ଯାହା ମୁଁ ଏଥିରେ ମିଶାଇବି, କେମିତି କ'ଣ ତିଆରି କରିବା, ତ ଆପଣମାନେ ଫୁଲ୍ ଦେଖିପାରିବେ ଆଉ ଜାଣିପାରିବେ ସମ୍ପୂର୍ଣ୍ଣ ଭାବରେ। ତ ଏଠି ଦେଖନ୍ତୁ କଦଳୀଟି ସିଝି ଯାଇଛି, ମାତ୍ର 5-7 ମିନିଟ୍ ପାଖାପାଖି ସିଝେଇଥିଲି, କଦଳୀ ସିଝି ଯାଇଛି। ଯଦି ଟାଣ କଦଳୀ ହେଇଥିବ ଟିକେ ଆଉ ଅଧିକ ସମୟ ଲାଗିବ। ଆଉ କଦଳୀକୁ ଆମେ ବିଲକୁଲ ବି ବେଶୀ ସିଝେଇବାନି, ବହୁତ ସମୟ ଆମେ ଯଦି ବସେଇଦେବା କିମ୍ବା ଏଇ ପ୍ରେସରର ତାର ଘୋଡ଼ଣୀ ଦେଇଦେବା ବେଶୀ ସିଝିଯିବ, ଜମା ବି ଭଲ ହେବନି। ତ ଏଠି ଦେଖନ୍ତୁ କଦଳୀକୁ ମୁଁ ଚୋପାକୁ ଛଡ଼େଇ ନେଉଛି। ଯେମିତି କଦଳୀ ଚୋପା ଛଡ଼ିବା ସେଥିରେ ଟିକେ ଟିକେ ଲାଗି ଲାଗି ରହିଥିବ, ତାହେଲେ ଯାଇ ଭଲ। ଯଦି ଆମେ କଦଳୀକୁ ଧରିବା ହାତରେ ପୁତପୁତ ହେଇଯାଉଥିବ ତ ସେମିତି ବିଲକୁଲ ବି ଟେଷ୍ଟ ଆସିବନି, ଭଲ ବି ଆସିବନି। ତ ଦେଖନ୍ତୁ ଏଠି କଦଳୀକୁ ମୁଁ ଚୋପାକୁ ଛଡ଼େଇ ଦେଲି, ଏମିତି ସବୁତକ କଦଳୀକୁ ଚୋପା ଛଡ଼େଇକି ରଖୁଛି। ପ୍ଲିଜ୍ ଦର୍ଶକ ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଫଳରେ ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ତ ଦେଖନ୍ତୁ ମୋତେ ଏଇଠି ଫାଳେ ସିଝା ଆଳୁ ଦରକାର ହେଲା। ମୁଁ ଏଇଠି ସିଝା ଆଳୁ ନେଇକି ପକାଇଛି। ଆପଣମାନେ ଚାହିଁଲେ ପକାଇ ପାରିବେ, ନ ପକାଇ ପାରିବେ, କିଛି ବି ଅସୁବିଧା ନାହିଁ। ତ ସିଝା ଆଳୁ ଯଦି ଟିକେ ପକାଇଦେବା ତାର ଟେଷ୍ଟ ଆହୁରି ବଢ଼ିଯିବ। ୟାକୁ ମୁଁ ଭଲକି ଚକଟି ନେଲି ଆଳୁକୁ, ତାପରେ କଦଳୀକୁ ଭଲ ଭାବରେ ଚକଟି ଦେବା। ଯଦି କଦଳୀ ଟିକେ ଟାଣ ଥିବ, ଯଦି ହାତରେ ଚକଟି ହେଉନଥିବ, ଆପଣମାନେ ନେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ, ବହୁତ ବଢ଼ିଆ ଭାବରେ ଚକଟି ହେଇଯିବ। ମସଲାରେ ମୁଁ ଏଇଠି ନେଇଛି ଗୋଟେ ପିଆଜକୁ କାଟିକି, 2ଟା ଶୁଖିଲା ଲଙ୍କା, ଆପଣମାନେ କଞ୍ଚା ଲଙ୍କା ବି ନେଇପାରିବେ। ଆଉ ଜିରା ଆମେ ନିଶ୍ଚୟ ନେବା। ଜିରା 2 ଚାମଚ, ଛୋଟ ଚାମଚରେ ମୁଁ ନେଇଛି। ଆପଣମାନେ ଚାହିଁଲେ ଗୁଣ୍ଡ ପକାଇ ପାରିବେ, କିନ୍ତୁ ଗୁଣ୍ଡରେ ଏତେ ଟେଷ୍ଟ ନାହିଁ। ଆମେ ଯଦି ଜିରାକୁ, ଲଙ୍କାକୁ ଆଉ ଏ ପିଆଜକୁ ବାଟିକି ଆଣିବା, ତାର ଟେଷ୍ଟ ବହୁତ ବଢ଼ିଆ ହେବ। ଏତେ ଅଳ୍ପ ଜିରା ତ ବାଟି ହେବନି ଗ୍ରାଇଣ୍ଡରରେ, ମୁଁ ଶିଳରେ ବାଟିଛି। ତାପରେ ପିଆଜକୁ ମୁଁ ଗ୍ରାଇଣ୍ଡର କରିକି ନେଇ ଆସିଛି। ଦେଖନ୍ତୁ ଏଠି ପିଆଜ ବାଟିଲା ବେଳେ ଏତେ ପାଣି ଦେଇକି ଜମା ବି ବାଟିବେନି, ଟିକେ ନାଗୁରୁ ପାଣି ଦେବେ, ଯେମିତି ବାଟି ହେବ ସେମିତି ହିଁ, ନହେଲେ ସେମିତି ଖାଲି ହିଁ ଚପ୍ କରିଦେଲେ ବି ଚଳିବ। ତ ତାପରେ ଆମେ ଯିବା ନେକ୍ସଟ ପ୍ରୋସେସକୁ। ଏଠି ଦେଖନ୍ତୁ କଡ଼େଇ ବସେଇ ତେଲ ପକାଇଦେଲି। ସୋରିଷ ତେଲ ନିଅନ୍ତୁ, ରିଫାଇନ୍ ତେଲ ନିଅନ୍ତୁ, ଯାହା ବି ନିଅନ୍ତୁ। ଆଉ ଏଠି ମୋତେ ଦରକାର ହେଇଛି ଫାଳେ ବିଲାତି। ଦେଖନ୍ତୁ ଫାଳେ ବିଲାତି ନେଲି, ତାକୁ ଆଗ ତେଲରେ ପକାଇ ନେବା, କାରଣ ବିଲାତିଟା ଆମର ଟିକେ ନରମ ହେଲେ ଯାଇ ବହୁତ ବଢ଼ିଆ ହେବ। ତ ବିଲାତି ଦେଖନ୍ତୁ ପକାଇଲି, ତାପରେ ବିଲାତିକୁ ଦେଖିକି ଲୁଣ ଦେବା। ତ ଏଇଠି ଅଳ୍ପ ଲୁଣ ଦେଇଛି, ଆଗକୁ ପୁଣି ଲୁଣ ଦିଆହେବ। ଏଥିରେ ଏମିତି ଘୋଡ଼େଇ ନେବା ଟିକେ, ଯାହାଫଳରେ କି ବିଲାତିଟି ଟିକେ ସିଝିଯିବ। ଆଉ ପାଣି ଜମା ବି ଦେବାନି, ଲୋ ଫ୍ଲେମ୍ରେ ରଖିଥିବା, ହାଇରେ ଦେଇଦେଲେ ପୁରା ପୋଡ଼ିଯିବ। ଆଉ ଏଇଠି ଆମେ ଦେବା ଅଦା ରସୁଣ ପେଷ୍ଟ। ଦେଖନ୍ତୁ ଛୋଟ ଚାମଚରେ 1.5 ଚାମଚ ଦେଇଛି। କଦଳୀର କ୍ୱାଣ୍ଟିଟି ନେଇକି ଆପଣମାନେ ଅଦା ରସୁଣ ପେଷ୍ଟ ଦେବେ, ଆଉ ଲଙ୍କା ଦେବେ, ଯାହା ବିଲାତି ଦେବେ। ତ ଏଠି ତାପରେ ଆମେ କ'ଣ କରିବା, ଏଠି ଲଙ୍କା ଗୁଣ୍ଡ ଦେବା। ଏ ଲଙ୍କା ଗୁଣ୍ଡ ରାଗ ବି ଆଉ କଲର୍ ବି ହେବ। ହଳଦୀ ଟିକେ ଦେବା। ତାପରେ ଯେଉଁ ବାଟିକି ଆଣିଥିଲି ଜିରା ଆଉ ପିଆଜକୁ ସେଥିରେ ଆମେ ପକାଇବା। ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ ମିଡ଼ିୟମ୍ ରଖିଥିବା, ବିଲକୁଲ ବି ପୋଡ଼ିବାନି କି କଡ଼େଇ ତାତିଯିବନି, ଯାହାଫଳରେ କି ଏଇ ମସଲା ସବୁ ଆମର ତଳେ ବିଲକୁଲ ବି କଡ଼େଇରେ ଲାଗିଯିବନି କିମ୍ବା ପୋଡ଼ିଯିବନି। ଆଉ ଲଗାତାର ଏମିତି ଘାଣ୍ଟିବା, ପିଆଜର ପାଣି ଅଂଶ ପୁରା ଶୁଖିବା ପାଇଁ। 1 ମିନିଟ୍ ପାଖାପାଖି ମୁଁ ଏମିତି ଲଗାତାର ଘାଣ୍ଟିଲି। ତ ଦେଖନ୍ତୁ ଆମେ ବେଶୀ ମସଲାକୁ କଷିବାନି, ତ ଯେମିତି ଟିକେ ପାଣି ଅଂଶ ଶୁଖିଯିବ। ମୁଁ ଏଇଠି ଦେଇଛି ଗୋଟେ ଛୋଟ ଚାମଚ କରି ମସଲା। କରି ମସଲାର ବହୁତ ବଢ଼ିଆ ବାସ୍ନା ଆଉ ଟେଷ୍ଟ ବି ବହୁତ ବଢ଼ିଆ ଆସିବ। ଆଉ ଆମେ ଏଇଠି କଦଳୀ ବରାଟା ଯେଉଁ ତିଆରି କରିବା, ବହୁତ ବଢ଼ିଆ ଟେଷ୍ଟ ହେବ। ତ ଆପଣମାନେ ଦେଖିପାରୁଥିବେ ମସଲା ବିଲକୁଲ ବି ପାଣି ଅଂଶ ନାହିଁ, ପାଣି ସବୁ ସେଇ ପିଆଜ ଯାହା ପକାଇଲେ ଆମେ ତାର ପାଣି ଅଂଶ ଶୁଖିଗଲା। ତ ତାପରେ ଆମେ କ'ଣ କରିବା, ଏଇ କଦଳୀକୁ ଆମେ ଲୁଣ ଟିକେ ପକାଇଦେବା। ମସଲାରେ ଟିକେ ଲୁଣ ପକାଇଥିଲେ, ଆଉ କଦଳୀରେ ଟିକେ ନିଶ୍ଚୟ ଲୁଣ ପକାଇବା। ତାପରେ ଆମେ ସ୍ୱାଦ ଅନୁଯାୟୀ ଲୁଣ ଦେଇକି ତାପରେ ଆମେ କ'ଣ କରିବା, ଭଲ ଭାବରେ ୟାକୁ ମିଶାଇ ନେବା। ମସଲା ଆଉ କଦଳୀକୁ ଭଲ ଭାବରେ ମିଶାଇ ସାରିଲା ପରେ ତାପରେ ଯାଇ ଆମେ ୟାକୁ ବରା ତିଆରି କରିବା। ଧଣିଆ ପତ୍ରର ସିଜିନ୍ ଯେହେତୁ ଧଣିଆ ପତ୍ର ଆମେ ନିଶ୍ଚୟ ଏଠି ନେବା, ବହୁତ ବଢ଼ିଆ ଲାଗିବ। ୟାର ଟେଷ୍ଟ ଏତେ ବଢ଼ିଆ ଆସୁଥିଲା ଯେ ଆପଣମାନେ ତିଆରି କଲେ ହିଁ ଜାଣିବେ। ତ ଆମେ ଭଲ ଭାବରେ ଚକଟି ନେଲେ। ଏବେ ଯିବା ତାୱା ବସାଇବା ଗ୍ୟାସ୍ରେ। ଦେଖନ୍ତୁ
ତାୱା ବସେଇକି ତେଲ ପକାଉଛି। ଯେକୌଣସି ତେଲ ନେବେ, ସୋରିଷ ତେଲ ହେଉ କିମ୍ବା ପୋଡ଼ା ରିଫାଇନ୍ ନେବେ, ବହୁତ ବଢ଼ିଆ ହେବ, ବହୁତ ବଢ଼ିଆ ଟେଷ୍ଟ ଆସିବ। ତାପରେ ସେଇ କଦଳୀକୁ ଆମେ ଗୁଳା କରିକି ବରା ଭଳିଆ ହାତରେ ଏମିତି ସେପ୍ କରିନେବା। ହାତରେ ସେପ୍ କଲେ ବହୁତ ବଢ଼ିଆ ଭାବରେ ହେବ। ଆପଣ ଆକୁ କଦଳୀ ବରା କୁହନ୍ତୁ, କଦଳୀ ଟିକା କୁହନ୍ତୁ, ଯାହା କୁହନ୍ତୁ। ତ ସେଇ ତାୱାରେ ତେଲ ଦେଇକି ଏମିତି ହିଁ ଟିକେ 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 ହାତରେ ଲଗାଇଦେଲେ ଆମର ସେପ୍ ହେଇଯିବ ବହୁତ ବଢ଼ିଆ ସୁନ୍ଦର ଭାବରେ। ତ ଦେଖନ୍ତୁ ଏମିତି କଦଳୀକୁ ଆମେ ସବୁତକ କଦଳୀକୁ ଏମିତି ହିଁ ଗୋଟେ ଗୋଟେ କରି ଏମିତି ତାୱାରେ ପକାଇଦେବା। ଆଉ ଏଇ ସମୟରେ ଆମେ କ'ଣ କରିବା, ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ ରଖିବା, ବିଲକୁଲ ବି ହାଇ କରିବାନି, ନହେଲେ ତଳେ ଲାଗିଯିବ, ପୋଡ଼ିଯିବ, ପୋଡ଼ା ବାସ୍ନାଟା ହେବ, ଆଉ ତା'ର ଟେଷ୍ଟ ବିଲକୁଲ ବି ଭଲ ଆସିବନି। ନନ୍ଷ୍ଟିକ୍ ତାୱା ଯଦି ଥିବ ସେଇଥିରେ ପକାଇଦେବେ, ଆହୁରି ବଢ଼ିଆ ହେବ। ସବୁ ବରା ଗୁଡ଼ାକୁ ଏମିତି ତାୱାରେ ଦେଇ ସାରିଲା ପରେ ତାପରେ ଆମେ କ'ଣ କରିବା, ଆଗ ଯେଉଁ ବରାଟା ପକାଇଥିବା ତାକୁ ଆମେ ନଉଟେଇବା। ଦେଖନ୍ତୁ ତେଲ ତ ମଝିକି ପଳେଇ ଆସୁଛି ଏ ତାୱାରେ, ତ ସେଥିପାଇଁ ମୁଁ ଏମିତି ସଣ୍ଡାସି ଧରିକି ସବୁ ପଟ ବୁଲେଇ ନେଉଛି। ଆଉ କେତେ ସୁନ୍ଦର ଭାବରେ ବରା ତିଆରି ହେଇଛି ଦେଖନ୍ତୁ। ଆଉ ଧ୍ୟାନ ଦେଇକି ଏମିତି ନଉଟେଇବେ, ନହେଲେ ଗୋଟେ ପାଖ ପୋଡ଼ିଯିବ, ଗୋଟେ ପାଖ କଞ୍ଚା ରହିବ, ତ ବିଲକୁଲ ବି ଭଲ ହେବନି। ଆଉ ବହୁତ ନରମ, ଆଉ ଧ୍ୟାନ ଦେଇକି ତାକୁ ନଉଟେଇବେ, ନହେଲେ ଭାଙ୍ଗିଯିବ। ଏଇଟା ଆମର ଏଇଠି ନରମ ବରା ହେବ, ଏତେ ଟାଣ ନୁହେଁ କି କୁଡ଼କୁଡ଼ିଆ ନୁହଁ, କିମ୍ବା ଛଣା ବରା ନୁହେଁ ଯେ ସେଇଟା ଟାଣ ହେବ, କିନ୍ତୁ ଟେଷ୍ଟ ବହୁତ ବଢ଼ିଆ। ପୁରା ଲୋ ଫ୍ଲେମ୍ ଦେଇ ଆମେ କ'ଣ କରିବା, କଦଳୀ ବରା ଗୁଡ଼ାକ ଏମିତି ସବୁତକ ସେକି ନେବା। ସବୁତକ ବରା ମୋର ହେଇଯାଇଛି, ଏବେ ପ୍ଲେଟ୍କୁ ବାଢ଼ି ନେଉଛି। ଯେଉଁମାନେ ବିଲକୁଲ ବି କଦଳୀ ଖାଉନଥିବେ ନା, ସେମାନଙ୍କୁ ଏମିତି ତିଆରି କରିକି ଦେଇଦେବେ, ଦେଖିବେ ସେମାନେ ନିଶ୍ଚୟ ଖାଇବେ, ସବୁ ଖାଇଦେବେ। ପଖାଳ ଭାତ ହେଉ, ତତଲା ଭାତ ହେଉ, ସବୁଥିରେ ଜମିଯିବ। ତତଲା ଭାତ ହେଇଥିବ ଯଦି ଡାଲି ଆଉ ଏଇ କଦଳୀ ବରା ନଗେଇ ସବୁତକ ଭାତ ଖାଇହେବ। ଆଜି ପାଇଁ ରହୁଛି, ପୁଣି ଆଗକୁ ଆସି ଏମିତି ନୂଆ ରେସିପି ନେଇ। ଜୟ ଜଗନ୍ନାଥ।